ଦିନେ ଭଗବାନ ବିଷ୍ଣୁ ଯୋଗ ମୁଦ୍ରା ବସିଥିଲେ ଓ ସେଠାରେ ନାରଦ ଆସି ପହଞ୍ଚିଲେ। ନାରଦ ଭଗବାନ ବିଷ୍ଣୁଙ୍କୁ ପଚାରିଲେ, ପ୍ରଭୁ ଆପଣଙ୍କର ପ୍ରକୃତ ଭକ୍ତ କିଏ? ପ୍ରଭୁ ଜଣେ କୃଷକକୁ ଦେଖେଇ କହିଲେ, ଇଏ ହେଉଛି ମୋର ପ୍ରକୃତ ଭକ୍ତ, ଯିଏକି ତାର କର୍ମ କରିବା ସହିତ ମୋ ନାମକୁ ପ୍ରତିଟି ମୁହୂର୍ତ୍ତରେ ସ୍ମରଣ କରିଥାଏ। ନାରଦ ଏଠି ପୁଣି ପ୍ରଭୁକୁ ପଚାରିଲେ, ପ୍ରଭୁ ମୁଁ ତ ପ୍ରତିଟି ମୁହୂର୍ତ୍ତ ଆପଣଙ୍କ ନାମକୁ ଜପ କରୁଛି, ତାହେଲେ ସିଏ ଆପଣଙ୍କର ପ୍ରକୃତ ଭକ୍ତ ହେଲା କି? ତାପରେ ପ୍ରଭୁ ନାରଦଙ୍କୁ କହିଲେ, ତୁମେ ଗୋଟେ ନଦୀକୁ ଯାଅ, ସେଠାରୁ ଏକ ଜଳପୂର୍ଣ୍ଣ ପାତ୍ର ମୋ ପାଖକୁ ନେଇକି ଆସ। ଯେମିତି ଲକ୍ଷ୍ୟ କରିଥିବ ଯେମିତି ସେହି ପାତ୍ରରୁ ବୁନ୍ଦେ ପାଣି ବି ତଳେ ନ ପଡେ। ନାରଦ ଠିକ ସେଇଆ କଲେ। ନଦୀରୁ ଏକ ଜଳପୂର୍ଣ୍ଣ ପାତ୍ର ଆଣିକି ଆସିଲେ ଓ ତାଙ୍କ ଧ୍ୟାନ ଥିଲା ଯେମିତି ପ୍ରଭୁ କହିଥିବା ଅବସ୍ଥାରେ ପାତ୍ରରୁ ବୁନ୍ଦେ ପାଣି ବି ତଳେ ନ ପଡେ। ଆଣିକି ଯେତେବେଳେ ପ୍ରଭୁଙ୍କ ପାଖରେ ପହଞ୍ଚିଲେ, ପ୍ରଭୁ ତାଙ୍କୁ କହିଲେ, ଚାଲନ୍ତୁ ଏବେ ଯିବା ମର୍ତ୍ତ୍ୟ ମଣ୍ଡଳକୁ, ମୋର ସେଇ କୃଷକ ଭକ୍ତ ବାବୁ। ତାପରେ ନାରଦ ଓ ପ୍ରଭୁ ଦୁଇ ଜଣ କୃଷକକୁ ଲକ୍ଷ୍ୟ କଲେ। କୃଷକଟି ଯେତେବେଳେ ଶୋଇକି ଉଠିଲା ସେତେବେଳେ ପ୍ରଭୁଙ୍କ ନାମ ସ୍ମରଣ କଲା। ତାପରେ ସେ ଯେତେବେଳେ ତା କର୍ମ କରିବା ପାଇଁ ବିଲକୁ ଗଲା, ସେତେବେଳେ ବି ସେ ପ୍ରଭୁଙ୍କ ନାମକୁ ସ୍ମରଣ କରିଥାଏ। ବିଲରେ କାମ କରୁଥିବା ଅବସ୍ଥାରେ ବି ସେ ପ୍ରଭୁଙ୍କ ନାମକୁ ସ୍ମରଣ କରିଥାଏ। ସେ ଜାଗାରୁ ଆସିଲା ପରେ ଗାଧେଇବା ଅବସ୍ଥାରେ ବି ସେ ପ୍ରଭୁଙ୍କ ନାମକୁ ସ୍ମରଣ କରିଥାଏ। ଓ ତାପରେ ଯେତେବେଳେ ସେ ଶେଷରେ ନିଦ୍ରା ଗଲା, ସେତେବେଳେ ସେ ପ୍ରଭୁଙ୍କ ନାମକୁ ସ୍ମରଣ କରି ଶୋଇଲା। ପ୍ରଭୁ ଏଇଠି ନାରଦଙ୍କୁ କହିଲେ, ଦେଖ ସିଏ ବି କର୍ମ କରୁଛି, ହେଲେ ବି ମତେ ସ୍ମରଣ କରୁଛି, ହେଲେ ତମେ ତମ କର୍ମ ଟାଇମରେ ମତେ ଭୁଲିଗଲ। ତୁମେ କେବଳ ତୁମର କର୍ମ ଉପରେ ଧ୍ୟାନ ରଖିଲ ଆଉ ମୋ ନାମକୁ ଭୁଲିଗଲ। ତେଣୁ କୃଷକଟି ହେଉଛି ମୋର ପ୍ରକୃତ ଭକ୍ତ, ଯିଏକି ତାର କର୍ମ କରିବା ସହିତ ବି ମୋ ନାମକୁ ସ୍ମରଣ କରେ। ତେଣୁ ଏଇଠି ନାରଦ ତାଙ୍କର ଭୁଲକୁ ବୁଝିପାରିଲେ ଓ ପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲେ। ତେଣୁ ସାଙ୍ଗମାନେ, ଆମେ ବି କର୍ମ କରିବା ସହିତ ପ୍ରଭୁଙ୍କ ନାମକୁ ଜପ କରିବା ନିତ୍ୟାନ୍ତ ଆବଶ୍ୟକ।